ମୋ ନାଁ ସନ୍ତୋଷ କୁମାର ଆଗ୍ରା ସିଂ, ପ୍ରେସିଡେଣ୍ଟ ଅଫ୍ ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଇଜ୍ ୱେଲଫେୟାର ଏମ୍ପ୍ଲୟି ୱେଲଫେୟାର ଆସୋସିଏସନ୍। ଆଜି ଆମର ଜେନେରାଲ ବଡି ମିଟିଂ ଅନୁଷ୍ଠିତ ହୋଇଯାଇଛି। ସେଥିରେ ଆମର ଚିଫ୍ ଗେଷ୍ଟ ଆକାରରେ ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଆସିଥିଲେ ଏବଂ ଆମର ତାଙ୍କ ନିକଟରେ ଯେଉଁ ଦାବି ଗୁଡ଼ିକ ଥିଲା, ଆମେ ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର ହିସାବରେ ଓଡ଼ିଶା ସିଭିଲ୍ ସପ୍ଲାଇ କର୍ପୋରେସନ ଦୀର୍ଘ 13 ବର୍ଷ ହେଲା ଆମେ କାର୍ଯ୍ୟରେ ନିୟୋଜିତ ଏବଂ କର୍ପୋରେସନ ଯାହା ବି ଆମକୁ ମାନେ କାର୍ଯ୍ୟ ଦିଆହେଇଛି ଆମେ ସୁଚାରୁ ରୂପେ ପ୍ରତିପାଦନ କରି ଆସିଛୁ। କିନ୍ତୁ ଆମେ ପରମାନେଣ୍ଟ ପୋଷ୍ଟ ହେଇଥିଲେ ମଧ୍ୟ ଅଲଗା ସରକାରୀ କର୍ମଚାରୀମାନେ ଯେଉଁ ପ୍ରକାର ସୁବିଧା ସୁଯୋଗ ପାଉଛନ୍ତି ଆମେ ସେଥିରୁ ବଞ୍ଚିତ ହେଉଛୁ। ତାଙ୍କ ନିକଟରେ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଆମର ଗୁଡ଼ାଏ ଆମେ ଦାବି ସବୁ ପ୍ରତିପାଦନ କରିଛୁ, ଯେଉଁଥିରେ କି ଆମର ପ୍ରମୋସନାଲ କ୍ୟାଡର ଫର୍ମେସନ୍ ଏପର୍ଯ୍ୟନ୍ତ ହେଇନାହିଁ ଏବଂ 10 ବର୍ଷ ବିତି ଯାଇଥିଲେ ମଧ୍ୟ ଏବଂ MSP ଆମକୁ ଦିଆଯାଇ ନାହିଁ। କୌଣସି ପେନ୍ସନ୍ ଫଣ୍ଡର ବ୍ୟବସ୍ଥା ଆମ ପାଇଁ କରାଯାଇ ନାହିଁ। ଗୋଟେ ସରକାରୀ କ୍ୱାର୍ଟର ବି ମଧ୍ୟ ଆମ ପାଇଁ ଆଲଟେସନର କିଛି ତାର ସୁବିଧା ସୁଯୋଗ ନାହିଁ। ଏଭଳି ମଧ୍ୟ ଫିଲ୍ଡରେ ବହୁତ ଲେଡି PI ମାନେ ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର ମାନେ କାର୍ଯ୍ୟରତ, ସେମାନଙ୍କ ପାଇଁ କୌଣସି ଗୋଟେ ଭଲ ଅଫିସଟିଏ କି ଟଏଲେଟଟିଏ ମଧ୍ୟ ଏପର୍ଯ୍ୟନ୍ତ ସୁବିଧା ସୁଯୋଗ ଆମର କର୍ପୋରେସନ କେତେଟା ଜାଗାରେ କରିପାରି ନାହିଁ। ସେଥିପାଇଁ ଆମେ ଦାବି ରହିବ ଆମର ବେସିକାଲି ରହିବ ଆମର ପ୍ରମୋସନାଲ କ୍ୟାଡର ଆମର ଗୋଟେ ଫର୍ମେସନ୍ କରାଯାଉ, ଯେମିତି ସପ୍ଲାଇ ଇନ୍ସପେକ୍ଟର ମାନଙ୍କ ପ୍ରମୋସନାଲ କ୍ୟାଡର ଗୋଟେ ସପ୍ଲାଇ ଇନ୍ସପେକ୍ଟରରୁ ଯାଇକି ଗୋଟେ ଆଡିସନାଲ ସେକ୍ରେଟାରୀ ଗଭର୍ଣ୍ଣମେଣ୍ଟ ଲେଭେଲ ରହୁଛି, ସେମିତି ସିଭିଲ୍ ସପ୍ଲାଇ କର୍ପୋରେସନ ଆମେ ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର ଆଜ୍ କମ୍ପେୟାର ଟୁ ସପ୍ଲାଇ ଇନ୍ସପେକ୍ଟର ଆମେ ବି ତାଙ୍କର ର୍ୟାଙ୍କର, କିନ୍ତୁ ଆମର ପ୍ରମୋସନାଲ କ୍ୟାଡର ତାଙ୍କ ଭଳିଆ ବନାଯାଉ ଏବଂ ଆମେ ଦୀର୍ଘ 13 ବର୍ଷ ଯାଇକି 14 ବର୍ଷ ଆସିବାକୁ ବସିଲାଣି ଆମ MSP ଯେଉଁଟାକି ପାଇବା କଥା 10 ବର୍ଷ ପରେ, ଯେଉଁଟା ଆମର ନେକ୍ସଟ ହାୟର ସ୍କେଲକୁ ହେବା କଥା ସେଇଟା ଆମେ ପାଇପାରୁନାହୁଁ। ଆମ ପାଇଁ ଗୋଟେ ସୁବିଧା ପେନ୍ସନ୍ ରିଟାୟାରମେଣ୍ଟ ପରେ ଗୋଟେ ପେନ୍ସନ୍ ଫଣ୍ଡ ନୂଆ ପେନ୍ସନ୍ ସ୍କିମ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅନୁସାରେ ଲାଗୁ କରାଯାଉ ଏବଂ ଆମର ଗୋଟେ କ୍ୱାଲିଟି କଣ୍ଟ୍ରୋଲ ଲ୍ୟାବ୍ ଆମର ଫିଲ୍ଡ ଲେଭେଲରେ ଆମର ବନାଯାଉ। ଏତିକି ରହିବ। ପ୍ରୋକ୍ୟୁରମେଣ୍ଟ ଇନ୍ସପେକ୍ଟର ଫରେଷ୍ଟ ବ୍ୟୁରୋ କହୁଛି। ଆଜିର ଯେଉଁ କାର୍ଯ୍ୟକ୍ରମଟି ଥିଲା ଜେନେରାଲ ବଡି ମିଟିଂ ଆମର ଆସୋସିଏସନର ସମସ୍ତ କର୍ମକର୍ତ୍ତାଙ୍କ ଗହଣରେ ଆମେ ଆଜି ମନ୍ତ୍ରୀଙ୍କ ପାଇଁ ବେଶ ଖୁସି, କାହିଁକିନା ଦୀର୍ଘ ଦିନର ଆମର ଯେଉଁ ଉତ୍କଣ୍ଠା ଥିଲା ମନ ଭିତରେ, ଯେ କି ସରକାରୀ ସ୍ତରରେ ଆମର ବିଭିନ୍ନ ଯେଉଁ ଦୈନନ୍ଦିନ ଜୀବନରେ ଯାହା ଅସୁବିଧା ସମ୍ମୁଖୀନ ହେଉଛୁ କାର୍ଯ୍ୟଶୈଳୀରେ କାର୍ଯ୍ୟଦକ୍ଷତାରେ, ତାହା ଆମେ ଆଜି ପ୍ରେଜେଣ୍ଟ କଲୁ ମିନିଷ୍ଟରଙ୍କ ସମ୍ମୁଖରେ ଏବଂ ସେ ମଧ୍ୟ ଏଟାକୁ ହୃଦଗମ କଲେ। ଯାହା ଯାହା ଆମର ଆବଶ୍ୟକ ଦାବି ରହିଛି, ଯେଉଁ ଆମର ଆସୋସିଏସନ ସଂଘ ତରଫରୁ ସ୍ପେସିଆଲି ଯାହା ଯାହା ଦାବି ରଖାହେଲା, ସବୁ ସଂଘର ଯେମିତି ବିଭିନ୍ନ ଦାବି ଥାଏ, ଆମ ସଂଘର ସ୍ପେସିଆଲି ଯେଉଁଟା ଜେନୁଇନ୍ ଅଛି ସେ ଦାବିକୁ ଆମର ମୁଖ୍ୟତଃ ଆମର ଯେଉଁମାନେ ପ୍ରମୋସନାଲ କ୍ୟାଡର ବିଷୟରେ ସମସ୍ତଙ୍କ ଉଦ୍ବେଗ ପ୍ରକାଶ ଥିଲେ, ଯେଉଁମାନେ ଏତେ ଦିନ ଧରି ଗୋଟିଏ ପୋଷ୍ଟରେ ରହି ଆସିଛନ୍ତି, ଯେଉଁମାନେ କି ସେମାନଙ୍କ ପ୍ରମୋସନ ପାଇବା ପାଇଁ ନିହାତି ଆବଶ୍ୟକ, ସେଥିପାଇଁ ମୁଖ୍ୟତଃ ଥିଲା। ଆଉ ମାନ୍ୟବର ମନ୍ତ୍ରୀ ମଧ୍ୟ ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଖୁବ୍ ଶୀଘ୍ର ସେଟାକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।